ମୁଁ ତୁମକୁ କହି ଦେଇଥିଲି ଆଗରୁ ଆଇନ ମାନ୍ୟ ଆନ୍ଦୋଳନ ପଢା ବୋଲିକିରି ଆଜିକା ହେଲା। ତ ଆଇନ ମାନ୍ୟ ଆନ୍ଦୋଳନରେ ପିଲେ ମୁଖ୍ୟତଃ ଆମେ ଓଡିଶାର ଭୂମିକା କାଣା ଥିଲା ସେ ଜିନିଷ ବାବଦରେ କେବଳ ଜାଣବାର ଅଛି, ଅଲଗା କିଛି ଜାଣବାର ନାଇଁନ। କ୍ଲିୟରଲି ମୋର ଭଏସ ସମସ୍ତଙ୍କୁ ଶୁଭୁଛେ? ଶୁଭୁଛେ ତ? ହଁ ସାର୍ ଶୁଭୁଛି। ତ ଆଇନ ମାନ୍ୟ ଆନ୍ଦୋଳନରେ ଓଡିଶାର ଭୂମିକା କାଣା ଥିଲା ସେଇଟା ଜାଣବାର ଅଛି। କାଣା ଥିଲେ କି ଆମକୁ ସେଇଟା ଜାଣବାର ଅଛି ନା ଆମର ଯେତେ ବି ପିଲେ ମେଟ୍ରିକ ଏକ୍ଜାମ ହେଲା କି 10th ଏକ୍ଜାମ ହେଲା ସରି 10th ଏକ୍ଜାମ ହେଲା କି +2 ଏକ୍ଜାମ ହେଲା ଯେତେ ବି ଏକ୍ଜାମ ରେ ଆସୁଛି କେବଳ କାଣା ତମକୁ କ୍ୱେଶ୍ଚନ ପଚାରାସି କି ଆଇନ ମାନ୍ୟ ଆନ୍ଦୋଳନରେ ଓଡିଶାର ଭୂମିକା କଣ ଥିଲା, ଅସହଯୋଗ ଆନ୍ଦୋଳନରେ ଓଡିଶାର ଭୂମିକା କଣ ଥିଲା, ଭାରତ ଛାଡ ଆନ୍ଦୋଳନରେ ଓଡିଶାର ଭୂମିକା କଣ ଥିଲା। ବର୍ଷ ହେଲା ଏଭ୍ରି ଇୟର ତମକୁ ସବୁବେଳେ ଆସି ଅର୍ଥାତ 3ଟା କ୍ୱେଶ୍ଚନ ରୁ ଯେନ୍ଟା ହେଲେ ଗୋଟେ ଆସବା ତମକୁ, ସେଥିଲାଗି 3ଟା କ୍ୱେଶ୍ଚନ ଯଦି ଭଲସେ ବୁଝିଛ ତମକୁ ଇଜି ହେଇଯିବା। 5 ମାର୍କ 7 ମାର୍କ ତମର ଆଉଛେ ଲଙ୍ଗ କ୍ୱେଶ୍ଚନ ସେଟା ତମକୁ ଆଚିଭ କରବାର ଲାଗି ଇଜି ହେଇଯିବା ହେଲା। ତ ସିଭିଲ ଡିସୋଭିଏନ୍ସ ମୁଭମେଣ୍ଟ ଏଣ୍ଡ ଇଟ୍ସ ରେସ୍ପନ୍ସ ଇନ ଓଡିଶା ହେଲା। ଆଇନ ମାନ୍ୟ ଆନ୍ଦୋଳନ ଏବଂ ଆଇନ ମାନ୍ୟ ଆନ୍ଦୋଳନରେ ଓଡିଶାର ଭୂମିକା କାଣା ଥିଲା ସେ ବିଷୟରେ ପଢବାର ଅଛି ଆମକୁ। କିନ୍ତୁ ସେଟାକେ ଯିବାର ଆଗରୁ ଆଇନ ମାନ୍ୟ ଆନ୍ଦୋଳନ ଭାରତର ସ୍ତରରେ କେନ୍ତା ଆରମ୍ଭ ହେଇଥିଲା ସେଇଟା ଆମକୁ ମୁଖ୍ୟତଃ ଜାଣବାର ପଡବାର ପିଲେ। ତ ପ୍ରକୃତରେ ପିଲେ ଆଇନ ମାନ୍ୟ ଆନ୍ଦୋଳନ କେନୁ ଆରମ୍ଭ ହଉଛି ନା ଆଇନ ମାନ୍ୟ ଆନ୍ଦୋଳନ ଟା ଆରମ୍ଭ ହଉଛି ରେ ପିଲେ 1919 ଯେନ୍ ଭାରତ ଶାସନ ଆଇନ ଥିଲା। ତ ଭାରତ ଶାସନ ଆଇନ କୁ ଯେତେବେଳେ ଗୋଟେ ଗୋଷ୍ଠୀ ବା ଗୋଟେ କମିଶନ ନା ତଦାରଖ କରବା ନିମନ୍ତେ ବା ଅନୁସନ୍ଧାନ କରବା ନିମନ୍ତେ ସେ 1919 ଭାରତ ଶାସନ ଆଇନ ଠିକ ହିସାବରେ ପରିଚାଳିତ ହେଉଛି ନା ନାହିଁ, କାର୍ଯ୍ୟକାରୀ ହେଇ ପାରୁଛି ନା ନା ଲୋକମାନେ ସେ 1919 ଭାରତ ଶାସନ ଆଇନ କୁ ଗ୍ରହଣ କରୁଛନ୍ତି ନା ନାହିଁ ଏଇ ଜିନିଷକୁ ଦେଖା ରେଖା କରିବା ନିମନ୍ତେ ଅର୍ଥାତ ତାହାକେ ଅନୁସନ୍ଧାନ କରିବା ନିମନ୍ତେ କିଏ ଯାଇଥିଲେ ନା ଗୋଟେ କମିଶନ। ଆର ଏଇ ସାଇମନ କମିଶନ ପିଲେ କେବେ ଗଠନ କରାଗଲା 19 ଗଠନ କରାଗଲା। କାଁ ଲାଗି ନା 1919 ଭାରତ ଶାସନ ଆଇନ କୁ ଅନୁସନ୍ଧାନ କରବା ନିମନ୍ତେ ବା ପରିଲକ୍ଷିତ କରବା ନିମନ୍ତେ ଆମେ ଡାଇରେକ୍ଟଲି କହିପାରବା ଯେ ପରିଲକ୍ଷିତ କରବା ନିମନ୍ତେ 1919 ଭାରତ ଶାସନ ଆଇନ 1927 ମସିହାରେ ସାଇମନ କମିଶନ ଗୋଟେ କମିଶନ ଯେନ୍ ସାଇମନ କମିଶନ ର ଅଧ୍ୟକ୍ଷ ଥିଲେ ତାଙ୍କର ଅଧ୍ୟକ୍ଷତାରେ ଏଇ ସାଇମନ କମିଶନ ଗଠନ କରାଯାଇଛି। ସାର ଜନ ସୋର ପିଲେ ହେଲା ସାର ଜନ ସାଇମନ ଏଟା ସାର ଜନ ସୋର ନୁହେଁ, ସାର ଜନ ସୋର ହଉଛନ ଅଲଗା ଲୋକ, ସାର ଜନ ସାଇମନ ହେଲା। ସାର ଜନ ସାଇମନଙ୍କର ଯେହେତୁ ଅଧ୍ୟକ୍ଷତାରେ ଏହା ଗଠନ କରାହେଇଛି ତେଣୁ ଏଇ କମିଶନ ର ନାଁ ବ୍ୟକ୍ତିଙ୍କର ନାଁ ଅନୁସାରେ ହିଁ ରଖାଗଲା ତାଙ୍କୁ ସାଇମନ କମିଶନ ବୋଲିକି। ଦେଖ ବ୍ୟକ୍ତିଙ୍କର ନାଁ କାଣା ତ ଯେହେତୁ ଏହା ଗଠନ କରିଥିଲେ ତେଣୁ ଏଇ କମିଶନ ର ନାଁ ସେ କାଣା ଦେଲେ ବୋଲିକି ନାଁ ଦେଲେ ଅଛି ହେଲା। ଆଉ ସାଇମନ କମିଶନ କାଣା କରିଛି ନା ଆଇନ କେ ପରିଲକ୍ଷିତ କରିବା ନିମନ୍ତେ ଅର୍ଥାତ ପରିଭ୍ରମଣ କରିବା ନିମନ୍ତେ ସେଇ ସବୁ ଠିକ ହିସାବରେ ପରିଚାଳିତ ହେଇପାରୁଛେ, କାର୍ଯ୍ୟକାରୀ ହଉଛି ନା ନାଇଁ ଏଇ ଜିନିଷକୁ ଦେଖ ନିମନ୍ତେ ସେ ଆଗମନ କରିଥିଲା ଭାରତ କି। ଜାଣିଛନ କି ସାଇମନ କମିଶନ ଭାରତ କିଏ 1919 ଭାରତ ଆଇନକୁ ଦେଖିବା ନିମନ୍ତେ ଆସୁଛି ତ ସେତେବେଳେ କାଁ ହେଇଛି ନା ସେତେବେଳେ କଂଗ୍ରେସ ଅଧିବେଶନ ବସିଛି କେନେ ମାଡ୍ରାସ ରେ ହେଲା। ମାଡ୍ରାସ ରେ ଏଇ ଯେନ୍ କଂଗ୍ରେସ କାଁ କରିଛି ନା କଂଗ୍ରେସ କହିଛି ଯେ ସାଇମନ କମିଶନ କୁ ଆମେ କାଁ କରମା ବର୍ଜନ କରମା। ସାଇମନ କମିଶନ କୁ ଆମେ ବର୍ଜନ କର୍ମା ବୋଲିକି କାଁ କରିଛନ୍ ନା ଏମାନେ ସ୍ଥିର କରିଛନ୍ ମାଡ୍ରାସ ଅଧିବେଶନରେ। ମନେ ରଖ କ୍ୱେଶ୍ଚନ ପଡବା କେଉଁ ଅଧିବେଶନରେ କଂଗ୍ରେସ ର କେଉଁ ଅଧିବେଶନରେ ସାଇମନ କମିଶନ କୁ ବର୍ଜନ କରିବା ନିମନ୍ତେ ସ୍ଥିର କରାଯାଇଥିଲା। କେଉଁ ଅଧିବେଶନରେ କେଉଁ ଅଧିବେଶନରେ ପିଲେ ମଦ୍ରାସ ମାଡ୍ରାସ ଅଧିବେଶନ ହେଲା। ମାଡ୍ରାସ ଅଧିବେଶନରେ କାଁ କରାଗଲା ନା ମାଡ୍ରାସ ସ୍ଥିର କରାଗଲା ଯେ କଂଗ୍ରେସ ଦ୍ଵାରା ନା ଆମେ ସାଇମନ କମିଶନ କୁ କାଁ କରମା ବର୍ଜନ କରମା ଯେତେବେଳେ ସେ ଭାରତ କେ ଆସବା। ଏବଂ କେନ୍ କାରଣ ଲାଗି ବର୍ଜନ କରିବେ ବିଲେ ନା ସାର ଜନ ସାଇମନଙ୍କର ଯେନ୍ ଅଧ୍ୟକ୍ଷତାରେ ଯେନ୍ ଗଠନ ହେଲା ଇ ସାଇମନ ପ୍ରକୃତିରେ 7 ଜଣଙ୍କୁ ନେଇକରି ଗଠନ କରାଯାଇଥିଲା। କେତେ ଜଣଙ୍କୁ ନେଇକିରି ମନେ ରଖ 7 ଜଣଙ୍କୁ ନେଇକରି ଗଠନ କରାଗଲା। କିନ୍ତୁ ଏଇ 7 ଜଣ ଯେନ୍ ଥିଲେ 7 ଜଣ କି 7 ଜଣ ସଦସ୍ୟ ସମସ୍ତ ସଦସ୍ୟ
सदस्य थिले 7 जन मेंबर थिले पिले से 7 जन मेंबर काना थिले विदेश रो थिले अर्थात लंदन रो थिले समस्त कौन सी व्यक्ति भी हमार भारतीय सदस्य नहीं थे से 7 जन मध्य तेणु क्या कर जेहेतु 1919 भारत शासन आईन को ठीक हिसाब से कार्यकारी भारत शासन आईन को ठीक हिसाब से भारतीय माने उपभोग करि पारुचंते ना नहीं कोन देखा जाउची एटा जेहेतु भारतीय स्तर रे घटुची भारतीय लोक मानकर समस्या अटे तो सही जगह रे कौन सी भारतीयों को जिते बेले जगह दिया जाए नहीं भारत शासन आईन को अनुसंधान करबा निमंते बा देखबा निमंते तेणु का कर ना माने वर्जन कर दी एमकर मन भितरे गुटे गुटे पिले का सेटा कहसन की ना क्रोधर अग्नि जात हो जाइछि गुटे ता माने काना गुटे रोषटे रहि जाइछि जे भारतीय मन को केही भी कहानी कोले ना योग्य बोल तनी कोले साइमन कमिशन जन गठन कराई छी से सदस्य हिसाब रे जणे भी सदस्य को स्थान ने देले तो हमें केन हिसाब रे हमर समस्या के ई विदेशी माने जन माने की अकाले सकाले दिने आसु जन से माने ठीक हिसाब रे बुझी पारबे बोली हम विचार करमु हमें भाबी नेमु आ ताहां को ई भारत शासन आईन के तदारक करबा निमंते बा देखबा निमंते हमें ताहां को आगमन निमंते स्वागत जनामु एटा तो बिल्कुल भी उचित कथा लोग विदेश हमर भारतीय मन को समस्या बुझबे केवल भारतीय ही भारतीय समस्या बुझी पारबा जे कि नीतिदिनिया प्रतिदिन निजर चक्षुरे देखुचे तो तेणु भारतीय मान को जदि ए 7 जन सदस्य भितर जन को भी स्थान देते ताहले हमें साइमन कमिशन को का करतु ग्रहण करतितु ए 1919 भारत शासन आईन को तदारक करबा निमंते बा परिलक्षित करबा निमंते बा देखभाल करबा निमंते हम ताहां स्वागत जणितु किंतु गणा जाए नहीं कि स्थान दिया जाए नहीं तेणु हमको विरोध कर अर्थात पहले गुटे अक्षर कहबार गले ए जन साइमन कमिशन गठन हेतिला साइमन कमिशन 7 जन के गठन हेतिला तो से 7 जन भी सदस्य भारतीय नथिले तो सही कारण लगी माने का कहजन ना रोष रखि कि भारतीय माने एता के वर्जन कर दैछ हला तापर जिते बेले पिले 1928 फेब्रुआरी 3 रे मुंबई फेब्रुआरी 3 रे साइमन कमिशन का करছে मुंबई रे पदार्पण करছে कार साहाଯ୍य रहितबा विमान रे के नहीं रेलर साहाଯ୍य रहिছে से और काले पिले विमान विमान से बेसी नहीं चलिते से बेसी कना ना उपलब्ध नहीं थे अवेलेबल नहीं थे तो का करथले से माने बेसी रेलर रे यातायात करथले तो 1928 तारीख 3 ए साइमन कमिशन मुंबई रे पहुंची छन मुंबई वाले केन केन राजा मुंबई के कह पारबो अगेन 1 सेकंड सुवाने दला महाराष्ट्र वेरी गुड महाराष्ट्र हला महाराष्ट्र रो जे राजधानी ना होचे मुंबई मुंबई रे आसी करी 1928 फेब्रुआरी 3 तारीख रे साइमन कमिशन पहुंची छन और जते बेले साइमन कमिशन छुए तो सही जगह का करजन ना कला पातका देखि करी हमर समस्त भारतीय से रेल स्टेशन रे ही ताहां को विज्ञापन परिचन आ कहिजन कि साइमन फेरी जाओ बोली करी से ध्वनि देचन हला से माने का कहजन स्लोगन देचन का बोली ना साइमन फेरी जाओ साइमन गो बैक बोली करी से माने का करजन ना नारा दउजन साइमन कमिशन को वर्जन करजन कला पातका देखि करी मुंबई के भी लेगी से समय रे बेसिकली बड़ जगह हिसाब चयन करतले जानछो ता मुंबई होचे से समय रे बड़ शहर उन्नत शहर वाले पिला में मुंबई के जानतला महाराष्ट्र जनता की मुंबई रे तार अन्य नाम बॉम्बे भी बोली कहसा ताहाको तो बॉम्बे बेसिकली डेवलप हितबार गुने टाउन जन टाउन सब जिंस साइमन कमिशन से बड़ टाउन रे पहला आ मुंबई रे जते बेले फेब्रुआरी 3 तारिख रे पहुंचिले 1928 मसिया रे सेही समय रे कला पातका देखि भारतीय माने ताहांको वर्जन करिछन बा फेरी जाओ बोली करी नारा लगैछन तापरे सन को केवल से माने वर्जन नहीं करी मुंबई रे वर्जन नहीं करी सारा भारत मन्ते पदक्षेप लागला हला सारा भारतीय स्तर वर्जन करबा निमंते पद साइमन कमिशन को जते बेले लखनऊ के साइमन कमिशन जीवार के कथा आसी छी अथाले लखनऊ के जते प्रस्तुत है साइमन कमिशन तो लखनऊ रे पिले जवाहरलाल नेहरू एवं गोविंद बल्लभ
नेतृत्व नहीं से जगह क्या करवार लगी ना ए साइमन कमिशन को विरोध करवार लगी साइमन कमिशन को भी जवाहरलाल नेहरू एवं गोविंद बल्लभ लखनऊ ठारे नेतृत्व नहीं समस्त को एक समस्त समस्त को से ना साइमन कमिशन करो साइमन कमिशन को फेरी जा बोली ना सदस्य सदस्य भारतीय नुहन तेणु आम पर्जन करुचु ए समस्त कारण ना तांकर नेतृत्व रे समस्त को एकत्रित करी विरोध करवार लगी लखनऊ नेशनल पे लखनऊ तो लखनऊ पे केन राज्यर तार राजधानी अटे तुमको तो कहीदेली लखनऊ केन राज्यर राजधानी है रिजोर है किए नहीं जानी नहीं जानी क्या राज्य सोनिया रानी जाल को आउ थरे निम्नी को आउ थरे उत्तर प्रदेश वेरी गुड उत्तर प्रदेश है उत्तर प्रदेश राजधानी होची पिले लखनऊ मन रखी तो यूपी जेंडा कहूछ हम उत्तर प्रदेश तार राजधानी होची लखनऊ नेहरू आ गोविंद बल्लभ पंत ए जन का ना हम विरोध करवा निमंत्रण नेतृत्व नेले तो जेते बेले रे पिले 1928 हला जेते बेले लाहौर के जेते बेले लाहौर रे आसले रे लाहौर के जेते बेले साइमन कमिशन आसमान निमंते से प्रस्तुत होई जे तो सेठाने मध्य का करछन ना 1928 मसिया अक्टोबर 30 तारीख रे लाहौर रे पंजाब केसरी जागे हम लाला राजपथ रे बोली कहसा पंजाब केसरी वाला लाला राजपथ रे हला तो लाला राजपथ रे का करछन लाहौर रे से 1928 अक्टोबर 30 तारीख रे से मने विक्षोभ करबाटा बा विरोध करबार से आंदोलनटा आरंभ कर दैछन 1928 अक्टोबर 30 तारीख रे लाहौर रे नेतृत्व रे पंजाब केसरी वाले मन रखी तो पंजाब केसरी किए पंजाब केसरी होछन पिले लाला लाजपत राय तो जेते बेले माने आंदोलन करबार आरंभ कर दैछन जेते बेले साइमन कमिशन को विरोध करवाटा आरंभ कर दैछन तो सही समय का पुलिस लाठी चालना करी करी से आंदोलन के दमन करबार लागि चेष्टा करछि एवं ई जेतु नेतृत्व नथले आगो धाडी रो नेता थिले तो का करछरे बिले ना लाठी मारो तार शिकार हे जिछन लाठी मारो जेते बेले शिकार हे जिछन तो सही समय का हिचे ना 1928 अक्टोबर 30 रे ही से आहत हो जिछन आहत और निहत भितर बहुत फरक होचे निहत बेले पिले मृत्युवरण करबाटा और आहत बेले कहा बाटा इंजर्ड हबाटा इना कहसा में हला तो तांको गभीर हिसाब रे कान लागि जे ना से लाठी रो मारर प्रभावटा पड़ी जाइछे जेते बेले पड़ी जाइछे तांकर ऊपर आई जन ना असुस्थ हो जाइछन जेतु तापर से तांको घर के नि जाइछे तांकर जन गृह तिला से गृह के नि जाइछे एवं फाइनली 1928 सेप्टेम्बर 17 तारीख रे से मृत्युवरण करिछन तो फिर केबे मृत्युवरण करछन केन कारण लागि लागत पर एंकर मृत्यु हेतिला बुझी पालो कि नै पालो हां केन कारण लागि मृत्यु हेतिला सर लाठी द्वारा आघात हवार आगे कह पारबो भल से कह पारबो को मैं तो डिटेल्स रे तुमको कहली बेसी कहली तुमको तुम सुनु छ कि नै सुनु छ मैं टेस्ट करबा लागि चाहू जे लाल परे केबे हाथ हेले केबे मृत्युवरण करिछो एति खाटे की कह पारो प्रदीप साहू को सर 1928 अक्टोबर 30 रे लाठी चालना इंग्रेज मन को लाठी चालना जबु गभीर आहत लागवा लाई से आहत हो जितले आउ तांकर घर के नै गला तो 1928 नवंबर 17 रे मृत्युवरण करते वेरी गुड हला तो का को पिले 1928 तारीख 1928 मसिहा अक्टोबर 30 तारीख रे से नेतृत्व नेले एवं लाहौर थारे का
ନିମନ୍ତେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍। ତ ସେଇ ସମୟରେ ପଞ୍ଜାବ କେସ୍ ମାଡ଼ ପଡିଛି ଯେତେବେଳେ ଲାଠି ପ୍ରହାର ତ ଲାଠି ମାଡ଼ ଦ୍ୱାରା ହିସାବରେ କାଁ ହେଇଛନ୍ ବୋଲି ଆହତ ହେଇଛନ୍ ଏବଂ ଯେତେବେଳେ ସେ ଘରକେ ଫେରିଛନ୍ ତ ଫେରି ହେଲା ପରେ 1917 ତାରିଖରେ ତାଙ୍କ ମୃତ୍ୟୁ ହେଇଯାଇଛି ହେଲା। ତାପରେ ପଳେଇ ଆସ ଯେତେବେଳେ ପିଲେ ସାଇମନ କମିଶନକୁ ବିରୋଧ କରାଗଲା ଏବଂ ସାଇମନ କମିଶନ ପରବର୍ତ୍ତୀ ସମୟରେ ଭାରତକୁ ଫେରିଗଲା ତ ସେଇ ସମୟରେ 1929 ରେ କାଁ କରିଛନ୍ ନା 1929 ରେ ଲାହୋର ନେ ଗୋଟେ ନୂଆ ଅଧିବେଶନ ଟେ ବସେଇଛନ୍ କଂଗ୍ରେସ ବାଲେ ଗୋଟେ ନୂଆ ଅଧିବେଶନ ବସିଛନ୍ ଯେନ୍ କି ଯେନ୍ ଅଧିବେଶନ କୁହାଗଲା ଲାହୋର ଅଧିବେଶନ ବୋଲିକିରି ତ 19 ଗୋଟେ ଅଧିବେଶନ ବସଲାରେ ବିଲେ ଯେନ୍ ଅଧିବେଶନ କୁହାଗଲା ଲାହୋର ଅଧିବେଶନ ବୋଲି ହେଲା କଂଗ୍ରେସ ର ଲାହୋର ଅଧିବେଶନ ତ ସେ ଲାହୋର ଅଧିବେଶନରେ କାଁ କରିଛନ୍ ନା ସମସ୍ତଙ୍କ ସମ୍ମୁଖରେ ପୂର୍ଣ୍ଣ ସ୍ୱରାଜ ଦାବି ନିମନ୍ତେ ପ୍ରସ୍ତାବ ଦିଆ ହେଇଛି ହେଲା। ପୂର୍ଣ୍ଣ ସ୍ୱରାଜ ଦାବି ନିମନ୍ତେ ପ୍ରସ୍ତାବକେ ଅନୁମୋଦନ କରାଯାଇଛି। ପୂର୍ଣ୍ଣ ସ୍ୱରାଜ ବେଲେ କାଣା ବିଲେ ପୂର୍ଣ୍ଣ ହିସାବରେ ସ୍ୱାଧୀନତା କେନ୍ତାରି ପାଇବେ ସେମାନେ ସେଥି ନିମନ୍ତେ ଗୋଟେ ପ୍ରସ୍ତାବ ଦେଇଛନ୍। କିଏ ପ୍ରସ୍ତାବ ଦେଇଛନ୍ ଏଥିରେ ଜବାହରଲାଲ ନେହେରୁ ହେଲା। ପଣ୍ଡିତ ଜବାହରଲାଲ ନେହେରୁ ଏଇ ଲାହୋର ଅଧିବେଶନରେ 1929 ମସିହା ହେଲା ପୂର୍ଣ୍ଣ ସ୍ୱରାଜ ପ୍ରସ୍ତାବ ଅନୁମୋଦନ କରାଇଛନ୍। କାହାର ଦ୍ଵାରା ଅନୁମୋଦନ କରାଇଛନ୍ ନା କଂଗ୍ରେସ କର୍ମୀ ମାନଙ୍କ ଦ୍ଵାରା ଅନୁମୋଦନ କରିଛନ୍ ଏବଂ ପୂର୍ଣ୍ଣ ସ୍ୱରାଜ ଦାବିଟା ବା ପୂର୍ଣ୍ଣ ସ୍ୱରାଜ ପ୍ରସ୍ତାବ ଦାବିଟା କାଁ ହେଇଛି ଯେତେବେଳେ ଅନୁମୋଦିତ ହେଇଛି ଅନୁମୋଦିତ ହେଲା ପରେ 1930 ମସିହାରେ ପ୍ରଥମ ଥର ଲାଗି ହେଲା 1930 ମସିହା ଜାନୁଆରୀ 31 ତାରିଖରେ ରାବି ନଦୀ କୂଳରେ ପ୍ରଥମ ଥର ଲାଗି ଭାରତରେ ପତାକା ଉତ୍ତୋଳନ ଆରମ୍ଭ ହେଇଛି। ତ ପ୍ରଥମ ଥର ଲାଗି ଭାରତରେ ପିଲେ କେବେ ପତାକା ଉତ୍ତୋଳନ ଆରମ୍ଭ ହେଲା 1930 ଜାନୁଆରୀ 31 ରେ କେନ ଆରମ୍ଭ ହେଇଛି ପହିଲା କରି ରାବି ନଦୀ କୂଳରେ ଏବଂ କାହା ଦ୍ୱାରା ଆରମ୍ଭ ହେଲା ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଆରମ୍ଭ ହେଇଛି। ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା 1930 ଜାନୁଆରୀ 31 ହେଲା 1930 ଜାନୁଆରୀ 31 ତାରିଖରେ ରାବି ନଦୀ କୂଳରେ ପତାକା ଉତ୍ତୋଳନ ପ୍ରଥାଟା ଆରମ୍ଭ ହେଲା। ବୁଝିପାରୁଛ ପତାକା ଉତ୍ତୋଳନ ପ୍ରଥାଟା କାହା ଦ୍ୱାରା ଏବଂ କେବେ ଆରମ୍ଭ ହେଲା ଯେ ବୁଝିପାରୁଛ କି ନି? ହଁ ସାର୍ ଶୁଭୁଛି ତ? ହଁ ସାର୍ ଦେଖ ତମକୁ ମନକୁ ମୁଇଁ ତମକୁ ବାର ବାର କହିସି ଦୁଇ ଲୋକ ହିଁରେ ପିଲେ ଜୀବନରେ ଜିତସନ୍ ଦୁଇ ଲୋକ ହିଁ ବାଜିଗର ବୋଲିକି ଦୁଇ ଲୋକ ହିଁ କହସନ୍ ଯିଏ କି ମୂଲରୁ ହିଁ ବାଜି ପଲଟେଇ ଦେସି ଆର୍ ଯେ କାଁ କରସି ଆର୍ ଯେ କି ହାରୁଥିଲା ଟାଇମରେ ବାଜି ପଲଟେଇ ପାରସି ଆର୍ ମଝିରେ ଯେନ୍ ମାନେ ଥିସନ୍ ଯେନ୍ ମାନେ ଫରକ ନି ପଡେ ଚୁପଚାପ କରୁସନ୍ ସେମାନଙ୍କର କିଛି ଲୋକସାନ ତାଙ୍କର ଲାଭ ନେଇ ହୁଏ ସେନ୍ତା ପ୍ରକାର ଲୋକ କେବଳ ଏଭାରେଜରେ ଯାଉସନ୍। ତମେ ଯଦି ଏଭାରେଜରେ ଯିବାର କେ ଚାହୁଁଛ ତାହେଲେ ସେନ୍ତା ହିସାବରେ ରହ ଯେନ୍ ତୁଅ ପଡି ଖାଲି ଲୋକ ଥିସନ୍ କୌଣସି ପ୍ରକାର ପ୍ରତିବାଦ ନି କରନ୍ ଭଲ ଜିନିଷ ହଉ କିମ୍ବା ଖରାପ ଜିନିଷ ହଉ କୌଣସି ପ୍ରକାର ହିସାବରେ ଆକ୍ସନ ନି ନିଅ ହେଲା ସେନ୍ତା ହିସାବରେ ରହ ଆର୍ ଯଦି ତୁମେ ଭଲ ହେବାର ଚାହୁଁଛ ତୁମେ ସିଂହ ବୋଲି ହେବାର କି ଚାହୁଁଛ ବିଜୟ ପାଇବାର ଲାଗି ଚାହୁଁଛ ରାଜ କରବାର ଲାଗି ଚାହୁଁଛ ବୋଇଲେ ଆକ୍ଟିଭଲି ରେସପନ୍ସ ଦିଅ। ମୁଁ କହୁଛେ ଆକ୍ଟିଭଲି ଯେ ରେସପନ୍ସ ଦବ ସେ ଛୁଆକେ ହିଁ ମନ ଲାଗ୍ବା ପାଠ ପଢବାର ଲାଗି ନାଇଁ ଭାବ ଯେ ମୁଇଁ ତମକୁ କହି ଦଉଛେ ଯେ ଆର୍ ଏଇଟା ତ ମୁଇଁ ଜାଣି ଯାଉଛେ ହେନ୍ତା ନାଇଁ ସେ ଗୋଟେ ତମକୁ କାହାଣୀଟେ ଯେ ତାପରେ ଯେ କାଣା କହମି ତାପରେ ତମକୁ ପାଠ ପଢାମି ହେଲା ତ ଗୋଟେ କାଣରେ ପ୍ରକୃତରେ କାଁ କଲା ହେଲା ଗୋଟେ ମାସ ତକ ଛୋଟ କଥା ଶୁଣ ଗୋଟେ ମାସ ପର୍ଯ୍ୟନ୍ତ ଗୋଟେ ରାଜା ହେଲା ରାଜ୍ୟର ବଡ ଟିଚର ଥିଲେ ହେଲା ବଡ ଗୁରୁ ଥିଲେ ସେ ଗୁରୁଙ୍କୁ ହିଁ କାଁ କଲେ ନା ଗଧମଙ୍କର ଯେନେକି ଗଧମଙ୍କର ଶାଲା ଅଛି ଯେନେ ଗଧମଙ୍କୁ ରଖାଯାସି ସେ ଜାଗାରେ ସେ ଗୁରୁ ହେଲା ସେ ପଣ୍ଡିତ ମାନଙ୍କୁ ଭରି ଦେଲେ ନେଇକରି ଗୋଟେ ପଣ୍ଡିତ ନା ଗୋଟେ ଭିତରେ ତମେ ଗଧ କଥା କହବାଟା ଶିଖାବ ତୁମେ ତାକେ ଗଧକେ ଶିକ୍ଷିତ ବନାବ ଗଧ ବଲେ କୌଣସି ବ୍ୟକ୍ତି କେ ନି କହବାର ପଶୁ ଯେନ୍ ଗଧ ଚାର ଗୁଡିଆ ଗଧ ସେଟା ହି କହୁଛେ ତ ସେ ଗଧ କେବେ କଥା ଖାଲି ତାର ପାଟିରୁ ଖାଲି ଆୱାଜ ବାହାର କରସି ତାର ଯେନ୍ ପାଟିରୁ ଯେନ୍ ରଡସି ସେ ଖାଲି ଆବାଜ ଖାଲି ବାହାର କରସି ଯେନ୍ତା ବଲଦ ଗଧ ବି ଟିକେ ତାମାନେ କେବଳ ରଡି ଜାଣିସି ଅଲଗା କିଛି ହିସାବରେ କଥା ନାଇଁ କହି ଜାନେ ତ ତାହାକେ ଗୋଟେ ମାସ ପର୍ଯ୍ୟନ୍ତ କାଁ କଲେ ଗଧର ସାଙ୍ଗେ ନେଇକରି ଭରିଦେଲେ ତ ଗୋଟେ ପଣ୍ଡିତ ଗଧର ସାଙ୍ଗେ ରହିଛି
बिना कोनोसी व्यक्ति से कथावार्ता है गिरी से लोक कोनोसी करी तापर कहा जाए से जते बेले बाहर के जते बेले फेरे चन ताके और राजा पचरे चन से गधर आवाज रे हम कहला अलगा किछि कहि नै पारलानो केथि लगे जानजो से जन पंडित टा समस्त ज्ञान बंटन करतला से दीर्घ दिन पर्यंत कथा आगा नै कहला और कहा संग रही छे गधर संग रही छे जनता तुम गधर बोली हबार के चाहू जो ना मनुष्य संगे मनुष्य को ने मिसी करी दीपत कथा कहि करी स्टैंडर्ड रे हबार के चाहू जो विचार कर जदि चोप पड़ी करी अछ हेंता का चोप बेड़ा हे जीवो जेन बेड़ा हिसाब रे तुम रहउछो नि हेंता बेड़ा हे जीवो आ ठीक हिसाब रे टिके स्मार्ट हिसाब रे रहउछो ताहले कथा कहबाटा सिखो नहीं हो कि मामू जी कौन सी जिनिस भूल कह दउ मते अपोज करवाटा सिखो तुमको ये फांसी दवा के फांसी नहीं दो मते क्रॉस क्वेश्चन करो तुम माने पचरो माने कि होट नहीं ते सर लाजा हो जो कि जाने तुमर घर तुमर बापा मां तुमको पढ़ला बेले काना बाबू इने हो नहीं बोलबू तोते मोर कसम बाबू रे तू इने नहीं रोडबू तोते बोले क्रिया पके जन के क्या पके जन भाल हैं क्रिया पके जन के दुई जन को नाम सुनु जम लोग छ 34 लोग छ नहीं आओ सर जो दिन काना असुविधा डा हो जे मोर रिस्पांस करवार लागि मते हां सर नहीं जानू सर बोली गिरी तुमको नहीं करे तुमको और +2 चामगु सिटी चामगु तीन ही बेंच के नहीं करे गुड कंबाइन क्लास पर में देखबला केनता हिसाब रे रेस्पॉन्स करसन केनता हिसाब रे तुम दादा नानी में पढ़सन जेंता कि तुमको ऑफलाइन क्लास भी फेल मारि जीवा सा हिसाब रे केनता क्लास करा जासी तुम गुड जस्ट खाली देखबो हला किछि नै कहबो तुम खाली देखबो सने कंबाइन क्लास ते करमा हम सिटी पिला को नहीं करी तुमको नहीं करी आउ +2 सेकंड तुमको ने बीटा अछि कंबाइन क्लास टे करमा हम तो देखो 1930 जनवरी 31 रे कहला पिले रावी नदी कुल रे जवाहर नेहरू द्वारा प्रथम थल लागि पताका उत्तोलन हला तो केने पिले पताका उत्तोलन होई छे पहला हेलो हां सर नीतीश ने के दिस जगह ने छे दिसुली सर बाकी भल को दिसुके अच्छा बार बेले भी चलबा तुम माने मोर कथा सुनु जब तो बस सेते काफी है कथा सुनो नेक्स्ट तुम का करबो ना जेते बेले वीडियो अपलोड कर देबे च देखि दबो जेन ने देखा देबा स्क्रीन को जो पठे देमी नहीं तो एटा पठे देमी पीडीएफ तुम चिंता नहीं करो कथा सुनो तो 1930 जनवरी 31 रे कहला प्रथम थल लागि जवाहरलाल नेहरू कर नेतृत्व रे पूर्ण स्वराज दाबी जेते बेले प्रस्तावटा अनुमोदन हैला तो सेही समय रे रावी नदी कूल रे पताका उत्तोलन आरंभ हेगला एवं जेते बेले पिले जनवरी 31 तारिख रावी नदी कूल रे आरंभ हेगला पताका उत्तोलन तो से माने विचार करले जे एटा जनवरी 31 होचे मासर शेष दिन तो ए शेष दिन पताका उत्तोलन करवाटा ठीक नै होय तेनु का करबा हमें ना जनवरी 26 को हमें प्रति वर्ष जनवरी 26 को पताका उत्तोलन करमा एवं केंद्र हिसाब रे पताका उत्तोलन करमा ना प्रथम को सर 1930 जनवरी 30 डिसेंबर काना बोलू डिसेंबर 31 1929 डिसेंबर 31 डिसेंबर 30 बोलजू 1929 डिसेंबर 31 हां सॉरी इला जनवरी 31 डिसेंबर 31 रे छे हला डिसेंबर 31 इटा डिसेंबर बढ़िया बहुत बढ़िया जिनिस धरलु दा हला एंदा टी कहतो बोले सिना केते हां 1929 मसिया एटा तो एटा भूल अछि हला 1929 हला केते रे डिसेंबर 31 रे पिले रावी नदी कूल रे जवाहरलाल नेहरू का करि जन्ना पताका उत्तोलन करी
1930 मसीहा जनवरी 26 तारिख रे का कहले ना 26 तारिख के से समस्त सम्मुख रे घोषणा कर देले जे 1930 मसीहा ठारू जनवरी 26 को आमे का करमा ना प्रति वर्ष जनवरी 26 को भारत रो प्रथम स्वाधीनता दिवस रूप पालन करमा बोली के घोषणा कर के जवाहरलाल नेहरू एवं सही दिन ठानु जनवरी 26 को प्रति वर्ष का करायसी ना भारत रो प्रथम स्वाधीनता दिवस रूपे 1947 मसीहा पर्यंत पालन करा गला किंतु जेते बेले 1947 मसीहा रे फाइनली भारत टा स्वाधीन हे गला रे अगस्त 15 रे पुनी थरे पताका उड़ला तो दुई थर तो सेने फिर थरे चेंज करले का करले ना 1900 अगस्त 15 अर्थात अगस्त 15 को हमें प्रति वर्ष पालन करमा एवं जनवरी 26 जेंटा कि हमें स्वाधीनता दिवस रूपे पालन करूतुना से दिवस की हमें का करमा पालन करमा कहले केन दिवस रूपे पालन करछ तुमे जनवरी 26 के गणतंत्र साधारणतंत्र दिवस गणतांत्रिक दिवस हिसाब रे हमें जनवरी करमा जेतु दिवस पालन करा जे नहीं पारे तेनु गुटे के करमा गुटे के हमें गणतांत्रिक दिवस रूपे एवं गुटे के स्वाधीनता दिवस रूपे पालन करमा कहले हला तपरे बिले पले आसला 11 दफा सम्मिलित प्रस्ताव जेते बेले रे पिले ई गांधी जी आईन मान्य आंदोलन आरंभ करवार के जीचन तार पूर्व रु का करजन गुटे चेतावनी दीचन केंद्रीय चेतावनी दीचन ए 11 दफा सम्मिलित प्रस्ताव माध्यम रे आ से कहिचन जे जदि ई 11 दफा हला लॉर्ड इरविन हेतु से पहले भारत रो मुख्य बड़लाट थिले तो लॉर्ड इरविन को से गुटे प्रस्ताव देले जेना कि 11 दफा सम्मिलित प्रस्ताव आ से 11 दफा सम्मिलित प्रस्ताव रे से जणाई देथिले जे हमर जदि ई प्रस्ताव के आपण ग्रहण करि नेबे हला तो सेही प्रस्ताव जदि ग्रहण करि नेले 11 टा दाबी के तो आमे आईन मान्य आंदोलन करबाटा बंद कर देमु किंतु जदि आईन मान्य आंदोलन करबा निमंते जदि आपण बाध्य करबे एवं 11 दफा सम्मिलित प्रस्ताव को अणदेखा करबे ताहले आईन मान्य आंदोलन लागि मुई डाकरा दवाली बाध्य हम अदा से पूरा स्पष्ट हिसाब रे कहि देले जे का बोले कि 11 दफा सम्मिलित प्रस्ताव रे जदि आपण राजी हे जबे ताहले आईन मान्य आंदोलन मु करबी नहीं बंद कर देबी किंतु जदि 11 दफा सम्मिलित प्रस्ताव को ग्रहण न करी अणदेखा करिवे ताहले आईन मान्य आंदोलन निश्चित हिसाब रे करबे बोली कि तांको का कहले ना गुटे धमकी देथिले गुटे डकरा देले तो 11 दफा सम्मिलित प्रस्ताव काना काना थिला 11 दफा सम्मिलित प्रस्ताव काना काना थिला जानजो 11 दफा सम्मिलित प्रस्ताव होचे बेले पहिले 11 टा जिंस हला 11 टा दाबी ता करथिला 11 दफा सम्मिलित प्रस्ताव बोली कहला एवं से 11 टा दाबी के जदी लॉर्ड इरविन ग्रहण करिथिते ताहले से कना हुए तो ए आईन मान्य आंदोलन करिन थिते किंतु 11 दफा सम्मिलित प्रस्ताव जो देथिले गांधी जी ताहाको लॉर्ड इरविन गांधी जी का करबे हमको भारतीय माने काना करबे भारतीय मन को रोका नहीं काना ताकर पाखरे काना कैपेसिटी हो जे हमको डराबे तो इंता हल्का रे नै गले ताहाको अति सहज रे नै गले एवं ताहाकर दफा के ग्रहण कले एवं ग्रहण कर साला पर ताके अण देखा कर देले एक्शन लेले नहीं कौन से प्रकार कार्य कले नहीं ताहाको कार्यकारी नहीं जेतु कराले तो सही कारण जगु का कले ना 1930 मसिया आईन मान्य आंदोलन निमंते हला आईन मान्य आंदोलन निमंते डकरा देले तो बिले आदिका मते कह आईन मान्य आंदोलन बोले काना बुझियो तमे आईन मान्य बोले का असहयोग आंदोलन बोले जनता तमे बुझिलो उ सहयोग न करबा सहयोग हेल्प नि करबा असहयोग ठीक है आईन मान्य बोले बुझियो आईन के अवमान करबा वेरी गुड हला हेलो सर आईन के अवमान क्यों करबा था को सर गांधी जी कह। जेन 11 दफा आईन देथिले पहले 11 दफा जिनिस देथिले सेटा के अमान्य करिवारु से असहयोग आईन अमान्य आंदोलन करथिले बढ़िया मैं तंत्र पचराली न्यो पहले का ने भूल नहीं कहा तू
भल जिनिस कहूछु बाकी रे आईन अमान्य बोले ती काना बुझबो बोले ना सहयोग करबाटा सहयोग नहीं करबा ठीक असहयोग बोले कि मान्य बोले तुमे काना बुझिस बोले ସାର୍ हु ଟିକେ कैन से ନେଟ୍ ଉପର आईन अमान्य रो अर्थ कोन अमान्य रो अर्थ कोन सुबुजे मोर वॉइस क्लियर बुझे तो ହଁ ସାର୍ आईन अमान्य बोले आईन के नहीं मानबाटा अर्थात आईन के अमान्य करबाटा होचे आईन अमान्य के मानि के नहीं चलबाटा होचे बिले तमने आईन के मान्य कर चललो किंतु आईन के जते बेले तुमे नहीं मानबो कोनसी नियम कानून के तुमे जते बेले खातिर नहीं करबो ताहाले ताहे बुझमा अमान्य बोल के अर्थात इने गांधीजी जे आंदोलन करिसन समस्त को कहिसन कि तुमे आईन के मानो नहीं आईन को खातिर करो नहीं आईन को तुमे माने अमान्य करो अर्थात आईन को भांगी दियो बोल के से कहउछन आउ सेथि निमंते का कहउछन ना 1930 मसिया रे से आईन मान्य आंदोलन के डकरा देइछन आईन मान्य आंदोलन देइछन तो फाइनली क्या कहउछन 1930 मार्च 12 तारीख रे से आरंभ कर देइछन हला ए आईन मान्य आंदोलन के विधिबद्ध हिसाब रे आरंभ कर देइछन केनता हिसाब आरंभ करिछन ना 1930 मार्च 12 तारीख रे पिले गांधीजी ऐतिहासिक दांडी यात्रा करिछन काथिले कि दांडी यात्रा करिछन लवण आईन के भंग करबा निमंते दांडी यात्रा करि लेबले से देखले रे पिले जे जेन विदेशी मन अछन विभिन्न प्रकार आईन लगैछन हला जे भारतीय माने कोनसी प्रकार कर समस्त प्रदान करबे भोट नहीं दे पारन कि कोनसी राति 9 बजला परे बाहर के नहीं बाहर पारन अन्य विभिन्न प्रकार नियम माने से लगैतिले तो सेही नियम के कटकणा लगावाटा सेटा गोटे साधारण कथा किंतु सेही नियम के जदि हमें अमान्य कोना बेले हुए तो हमको समय लागि पारे किंतु एंता हटे दूं अमान्य कर दूं जे आईन के अमान्य कला फल इंग्रेज सरकार का हिजबे ना आमर प्रति भयभीत होइजबे तो सेथि निमंते से माने का कहले नीति दिन व्यवहार होतबार खाद्य वस्तु जेंदा कि लवण प्रति खाद्य द्रव्य व्यवहार होची तो सेतार ऊपर भी इंग्रेज सरकार कटकणा लगैछन तो नित्य व्यवहार जो जिंस लवण थिला तो लवण आईन ऊपर जेतु आइतला लवण नीति ऊपर जेतु कटकणा लगैतिले तो सेदिले का कहछन लवण आईन के का भंग करबा ले चेष्टा करिछन अर्थात लवण नीति के से पहला भंग करिछन जेन लवण नीति के भंग करि पाले समस्त भारतीय माने काहे पारबे ना सुफल पाई पारबे तार संगे संगे जेन व्यापारी माने थिले जेन माने कि लुण व्यापार करूथिले समुद्र उपकूलवर्ती अंचल लोक माने सेमाने मध्ये जी क्या करि पारबे लवण आनी करी बिक्री करि पारबे तार संगे पिले लवण रे जेन माछ चाष जेन करूथिले जेन माने कि समुद्र रो माछ व्यापार करूथिले से समुद्र के जाई पारबे तो एथि निमंते से क्या करी लवण के का भंग कले एवं सेतिर लगी से समुद्र उपकूलवर्ती अंचल जेन अछि से अंचल के यात्रा करिछन अर्थात केन अछि दांडी रे अछि गुजरात रो दांडी के से पिले का करिछन यात्रा करिछन केबे यात्रा करिछन ना 1930 मार्च 12 रे केन ठानु यात्रा करिछन साबरमती आश्रम ठानु रे पिले यात्रा करिछन 241 माइल पर्यंत साबरमती आश्रम केते दूर है 241 माइल पर्यंत दूरता अटे बुझी पारछो साबरमती आश्रम केते दूर तक है जे केते दूरिया थिला साबरमती आश्रम रो दांडी के 241 माइल तो दांडी पिले 241 माइल पर्यंत का पद यात्रा करिछन आ जेते बेले से पद यात्रा करिछन रे छुए पद यात्रा आरंभ करिछन 1930 मसिया मार्च 11 मार्च 12 तारीख रे तो सेही समय रे गांधी जी को केते वर्ष होउची 61 वर्ष होतला एवं 61 वर्षिया गांधी जी का करछ ना 78 जन कांग्रेस कर्मी कर सहित जेन माने निष्ठा पर थिले जेन माने कि गांधी जी को चिर दिन पर्यंत साथ दे पारबे सेही 78 जन निष्ठा पर कर्मी कर सहित ता करछन ना ऐतिहासिक दांडी यात्रा आरंभ कर दैछन एवं 1930 हला अप्रैल 5 तारीख रे एप्लीकेशन के पहुंची छन केंगे पहुंची छन दांडी के पहुंची छन गुजरात रो दांडी उपकूलवर्ती अंचल में पहुंची छन अप्रैल 6 तारीख रे से को 1930 अप्रैल 6 तारीख है
ଆପଣ 5 ତାରିଖ ହୁଏ। ନାଇଁ 5 ତାରିଖରେ ସେମାନେ ପହଞ୍ଚିବେ। ମୁଁ ଏଟା ଦେଖିକିରି କହୁଛି, ଜାଣିକିରି କହୁଛ ତମକୁ, ନି ଜାଣିକି ନି କହବା ହେଲା। ସେଟା କହିଲେ ଏପ୍ରିଲ 5 ତାରିଖରେ ପହଞ୍ଚିଲେ, ବୁଝିଲ କି ନି? 1930 ଏପ୍ରିଲ 5 ତାରିଖରେ ଦାଣ୍ଡିରେ ପହଞ୍ଚିଲେ ସନ୍ଧ୍ୟା ସମୟରେ। ଏପ୍ରିଲ 6 ତାରିଖରେ କାଁ କରୁଛନ୍ ନା ଗାନ୍ଧିଜୀ ସମସ୍ତଙ୍କର ସମ୍ମୁଖରେ ଅଛି, ବୁଝିଲ? ଖାଲି ତୁମେ ଜାଣିଥ, ଜାନବାର ମୁଁ କହୁଛେ। ତ ସେଇ ସଭାରେ ପିଲେ କାଁ ବୋଲିଛନ୍, ଯେନ୍ ସଭାରେ ସେ ଲବଣ ଆଇନକେ ଭଙ୍ଗ କଲେ, ଭଙ୍ଗ କରି ସାରିଲା ପରେ ସମସ୍ତଙ୍କର ସମ୍ମୁଖରେ ସେ ଗୋଟେ ଘୋଷଣା କଲେ। ଆଉ ଘୋଷଣା କରି କାଁ କହିଛନ୍, ବ୍ରିଟିଶ ଶାସନ ଗୋଟେ ତା ମାନେ ଭାରତର ନୈତିକ, ଭୌତିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଚେତନାର ଧ୍ୱଂସ ସାଧନ କରିଛି ବୋଲି କହୁଛନ୍। ସମସ୍ତଙ୍କ ସମ୍ମୁଖରେ କହୁଛନ୍ ଯେ ବ୍ରିଟିଶ ଶାସନ ଭାରତର ନୈତିକ, ଭୌତିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଚେତନାକୁ ଧ୍ୱଂସ କରି ସାରିଛି। ତେଣୁ ମୁଁ ଏହି ଶାସନକୁ ମୁଁ କାଣା ବୋଲି ହ୍ୟାଲୋ ମାନସି ସାର୍। ନା, ହଁ ହ୍ୟାଲୋ ସାର୍। ସାର୍ ହଁ ଦେଖା ନେଇ ଯିବାର। ମୋର ଭଏସ ଶୁଣା ଯାଉଛି ତ? ଦେଖା ନେଇ ଯିବାର ସାର୍। ଭଏସ ଶୁଣା ଯାଉଛି ତ? ହଁ ସାର୍। ହଁ କାଫି ଶୁଣ, ଯେନ୍ ଜିନିଷ ମାନେ କହୁଛେ ସେ ଜିନିଷ ମାନେ ଟିକେ ଟିକେ ଯା ଲେଖା ତୁମକୁ ତ କହୁଛେ, ଟିକେ ଟିକେ ଯେନ୍ତା କହୁଛେ ଶୁଣି ଲେଖିନିଅ। ଆଉ ନେକ୍ସଟ ଯେତେବେଳେ ତୁମେ ଚେତନ ସାର୍ ଅପଲୋଡ କରିଦେବେ, ଆର ଥରେ ଦେଖି ନବ ଯେନ୍ତା କି ପିଡିଏଫ ମୁଁ ପଠେଇଦେମି ତମକୁ। ବସ୍ ଶୁଣ ଆଲେଗା। ତ ଦେଖ, ତ ଗାନ୍ଧିଜୀ କାଁ ବୋଇଲେ ବିଲେ ସବକର ସମ୍ମୁଖରେ ଗୋଟେ ଭାଷଣ ମାଧ୍ୟମରେ କହିଲେ, ଘୋଷଣା କରିଦେଲେ ଯେ ବ୍ରିଟିଶ ଶାସନ ଭାରତର ନୈତିକ, ଭୌତିକ, ସାଂସ୍କୃତିକ ଆର ଆଧ୍ୟାତ୍ମିକ ଚେତନାକେ ଧ୍ୱଂସ କରିସାରିଛି। ତେଣୁ ମୁଁ ଅଭିଶାପ ବୋଲିକରି ମନେ କରେ ବୋଲିକରି ପିଲେ ସମସ୍ତଙ୍କର ସମ୍ମୁଖରେ ଘୋଷଣା କରିଦେଲେ। ଏବଂ କାଁ ବୋଇଲେ ନା ଏଇ ଶାସନକୁ, ତେଣୁ ଏଇ ଶାସନକୁ ମୁଁ ଧ୍ୱଂସ କରିବା ପାଇଁ ବାହାରିଛି। ମୋ ସହିତ କିଏ ସାଥ ଦେବ, ତମେ ମାନେ ଆସ ବୋଲିକି କାଁ କରୁଛ, ତାହାଙ୍କୁ ଗୋଟେ ଘୋଷଣା ସମସ୍ତଙ୍କୁ ଅବିବାରିତ କରିଛନ୍, ସମସ୍ତଙ୍କୁ ଦେଇଛନ୍। ଏବଂ ସେ ଆହ୍ୱାନର ପ୍ରଭାବ ଏତେ ଦୂର ଭାରତୀୟ ମାନଙ୍କର ଉପରେ ପଡିଛି, ତାଙ୍କର ପଛେ 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 ତାଙ୍କୁ ସହଯୋଗ କରିବା ନିମନ୍ତେ ଆଗେଇ ଯାଇଛନ୍। ତାପରେ ପିଲେ କାଁ ହେଲା, ଆନ୍ଦୋଳନର କାର୍ଯ୍ୟକ୍ରମ ମାନେ ଆରମ୍ଭ ହେଇଗଲା। ଯେତେବେଳେ ଜନସଂଖ୍ୟା ବଢିଗଲା, ଆନ୍ଦୋଳନ କର୍ମୀଙ୍କର ସଂଖ୍ୟା ଗୋଟେ ବିଧିବଦ୍ଧ ନୀତି ନିୟମ ଭିତରେ ଆବଦ୍ଧ କରିକି ରଖବା ନିମନ୍ତେ କେତେଟା କାର୍ଯ୍ୟକ୍ରମ ପଦକ୍ଷେପ ସେମାନେ ଗ୍ରହଣ କରିଛନ୍। ଯେମିତି 1930 ଏପ୍ରିଲ 9 ତାରିଖରେ, ଏପ୍ରିଲ 9 ତାରିଖ କାଁ ହେଲା ନା ଆଇନ ମାନ୍ୟ ଆନ୍ଦୋଳନ ନିମନ୍ତେ କାର୍ଯ୍ୟକ୍ରମ ବା ପଦକ୍ଷେପ ଗୁଡାକ ଘୋଷଣା କରାଗଲା। ତ କେନ୍ କେନ୍ ପଦକ୍ଷେପ ନେଲେ ଭାରତୀୟ ମାନେ, ନା ପ୍ରଥମ ପଦକ୍ଷେପ ଲବଣ ନୀତିକୁ ଭଙ୍ଗ କରି ଲବଣ ତିଆରି କରିବା ହେଲା। ଲବଣ ନୀତିକୁ ପ୍ରଥମେ ପିଲେ ଲବଣ ନୀତିକୁ ଭଙ୍ଗ କରିବା ଏବଂ ନିଜେ ଲବଣ ତିଆରି କର୍ମା ବୋଲିକିରି ଗୋଟେ ନିୟମ ବନାଲେ। ତାପରେ ଦୁଇ ନମ୍ବର ନିୟମ ହଉଛି, ଦେଖ ଲୁଗା ବ୍ୟବସାୟୀ ଦୋକାନୀ ମାନଙ୍କର ଆଗରେ ସତ୍ୟାଗ୍ରହ ଆରମ୍ଭ କରିଦେମା। ଯେତେ ବି ବିଦେଶୀ ଲୁଗା ବେପାର କରୁଛନ୍ ବ୍ୟବସାୟୀ ମାନେ, ଲୁଗା ବ୍ୟବସାୟୀ ମାନେ, ସେମାନଙ୍କର ଦୋକାନ ସାମ୍ନା କାଁ କର୍ମା ନା ସତ୍ୟାଗ୍ରହ କରବାଟା ଆରମ୍ଭ କରିଦେମା। ଅର୍ଥାତ ଅହିଂସା ମାର୍ଗରେ ଆମେ ସେଟାକେ ବିକ୍ଷୋଭ କର୍ମା, ବନ୍ଦ କରାବାର ନିମନ୍ତେ ଚେଷ୍ଟା କର୍ମା ବୋଲିକିରି 2 ନମ୍ବର ପଦକ୍ଷେପ ନିଆଗଲା ସମସ୍ତ ଭାରତୀୟଙ୍କ ତରଫରୁ। ତାପରେ 3 ନମ୍ବର, ସମସ୍ତେ ଚରଖାରେ ସୂତା କାଟିବେ। ଯେତେ ବି ଭାରତୀୟ ଅଛନ୍ ସମସ୍ତେ କାଁ କରିବେ ନା ବିଦେଶୀ ବସ୍ତ୍ରକୁ ବର୍ଜନ କରିବେ, ତାର ସାଙ୍ଗେ ସେ ସମସ୍ତେ ଚରଖାରେ ସୂତା କାଟିବେ। ଅର୍ଥାତ ଅରଟରେ ନିଜେ ସୂତା ବୁଣିବେ ଏବଂ ଚରଖାରେ ସୂତା କାଟିକିରି ନିଜେ ବସ୍ତ୍ର ବନେଇକିରି ପିନ୍ଧିବେ। ତାପରେ 4 ନମ୍ବର, ବିଦେଶୀ ଲୁଗାରେ ଅଗ୍ନି ସଂଯୋଗ କରବାରଟା ହେଲା। ଯେତେ ବି ବିଦେଶୀ ବସ୍ତ୍ର ଦିଶୁଛେ, ବିଦେଶୀ ବସ୍ତ୍ର ଯେତେ ବି ଦୋକାନ ମାନଙ୍କର ଅଛି, ସମସ୍ତଙ୍କୁ କୁହାଯାଉ ଯେ ସେଇ ବସ୍ତ୍ରକୁ ପରିତ୍ୟାଗ କରିଦଉଁ, ରାସ୍ତା କଡକୁ ଆଣିକିରି ନିଆଁ ଲଗେଇ ଦଉଁ ବୋଲି କୁହାଗଲା। ସମସ୍ତେ କାଁ କଲେ ନା ବିଦେଶୀ ଲୁଗାରେ ନିଆଁ ଲଗାବାରଟା ଆରମ୍ଭ କରିଦେଲେ। ତାପରେ 5 ନମ୍ବର ହଉଛି ଅପୃଶ୍ୟତା ବର୍ଜନ। ଅପୃଶ୍ୟତା ବେଲେ ବୁଝୁଛ କି ଛୁଆଁ ଅଛୁଆଁ ଯେନ୍ଟାକି କହେସା ଆମେ ଯେ ଛୋଟ ନିଚ, ତାପରେ ହରିଜନ ହେଲେ କିମ୍ବା ଅନ୍ୟ କୌଣସି ପ୍ରକାର ଯେନ୍ ଜାତି ମାନେ ଅଛରେ ପିଲେ ସହରା ହେଲେ, ଏଇଗୁଡା ତ ଯେନ୍ ଜାତି ମାନେ ଥିଲେ ହେଲା। ଆଉ କେନ୍ କେନ୍ ଜାତି ମାନେ ଅଛନ୍, ଯେତିକି ଅଛନ୍ ପିଲେ ଛୋଟ ଛୋଟ ଜାତି ମାନେ
ଅଛନ୍ ଯେନ୍ ଜାତି କୁ ଆମେ ସମାଜରେ ତାମାନେ ନେଇଛୁ ତାଙ୍କର ମର୍ଯ୍ୟାଦା ତାମାନେ କମ ଥିସି ତ ସେଇ ଜିନିଷକେ ଦୂର କରବାର ଲିମେ ସେ ଜିନିଷକେ ବନ୍ଦ କରାଯାଉ ବୋଲି କହିଲେ ହେଲା ସେ ଜିନିଷକେ ବନ୍ଦ କରାଯାଉ ଅପରିଚ୍ଛତାକେ ନିବାରଣ କରାଯାଉ ଅପରିଚ୍ଛତା ଯଦି ବର୍ଜନ କରମା ତାହେଲେ ଯେ ଭାଇଚାରା ଆମର ଭିତରେ ରହିବା ତାପରେ ଯେ ଭାତୃତ୍ୱ ବନ୍ଧନ ରହିବା ସମସ୍ତେ ତ ଗୋଟିଏ ରକ୍ତ ମାଂସରେ ଗଢ଼ା ତେଣୁ ଏଇ ଜାତିପାତି କାଣା ଅଛି ଜାତିପାତିରେ କିଛି ନାଇଁନ ଅପରିଚ୍ଛତାକେ ତୁମେ ନିବାରଣ କର ଛିଆଁ ଅଛୁଆଁ ଭେଦଭାବକୁ ତୁମେ ଦୂର କର ବୋଲି କହିଲେ ଏବଂ ଅପରିଚ୍ଛତାକେ ବର୍ଜନ କରାଗଲା ସାରା ଭାରତୀୟଙ୍କ ତରଫରୁ ଅପରିଚ୍ଛତାକେ ବର୍ଜନ କରାଗଲା ହେଲା ହିନ୍ଦୁ ମୁସଲିମ ବ୍ରାହ୍ମଣ ଶୂଦ୍ର ବୈଶ୍ୟ ସମସ୍ତେ ଏକ ହେଇକି ରହିଲେ ତାପରେ ସରକାରୀ ସ୍କୁଲ କଲେଜ ଆଇନ ଆଇନ ବ୍ୟବସାୟ ଚାକିରି ଏଇ ସବୁ ଜିନିଷ ଆମକୁ ତ୍ୟାଗ କରିଦେବା ବୋଲି ଯେତେ ବି ସରକାରୀ ସ୍କୁଲ ଅଛେ କଲେଜ ଅଛେ ଆଇନ ବ୍ୟବସାୟ ଯେନ୍ଟା ଚାଲିଛେ କିମ୍ବା ସରକାରୀ ଚାକିରି ଯେନ୍ ମାନେ କରୁଛନ୍ এই ସରକାରୀ ଚାକିରି ସରକାରୀ ସ୍କୁଲ ସରକାରୀ କଲେଜ ସରକାରୀଙ୍କ ସ୍ତରରେ ଆଇନ ବ୍ୟବସାୟ କରବାରଟା ଏଇ ସବୁ ଜିନିଷକେ ବନ୍ଦ କରିଦିଅ ସମସ୍ତେ ତ୍ୟାଗ କରିଦିଅ ବୋଲିକିରି ପଦକ୍ଷେପ ନିଆଗଲା ତାପରେ କାଁ ବୋଇଲେ ଲାଷ୍ଟ ନମ୍ବର ପଦକ୍ଷେପ ନିଆଗଲା କି ସତ୍ୟ ଓ ଅହିଂସାତ୍ମକ ପନ୍ଥା ଅବଲମ୍ବନ କର ସମସ୍ତେ ସତ୍ୟ ଏବଂ ଅହିଂସାତ୍ମକ ପନ୍ଥାରେ ଚାଲବାର ଲାଗି ଚେଷ୍ଟା କର ବା ସତ୍ୟ ଏବଂ ଅହିଂସାତ୍ମକର ପନ୍ଥା ଅବଲମ୍ବନ କରି ନିଜେ ପଥିକ ସାଜ ବୋଲିକିରି ପିଲେ ପଦକ୍ଷେପ ନିଆଗଲା ତାପରେ ଆନ୍ଦୋଳନର ବିସ୍ତାର କେନ୍ତା ରହିଛି ଦେଖ ଆନ୍ଦୋଳନ ଧୀରେ ଧୀରେ କରି ବଙ୍ଗ ବିହାର ଓଡିଶା କର୍ଣ୍ଣାଟକ ବମ୍ବେ ମାଡ୍ରାସ ବିଭିନ୍ନ ପ୍ରକାର ଅଞ୍ଚଳ ଆମକୁ ଫେଲିଗଲା ଦିଲ୍ଲୀ ହେଲା ବମ୍ବେ ମୁମ୍ବାଇ ଏଇ ସବୁ ଜାଗା ଆମକୁ ଯାଇକି ଫେଲି ଯାଇଛେ ଧୀରେ ଧୀରେ ବିସ୍ତାର ହେଇଛି କୋଣ ଅନୁକୋଣ ପର୍ଯ୍ୟନ୍ତ ଏବଂ ଯେତେବେଳେ ପିଲେ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶକେ ପଳେଇ ଯାଇଛି ଆନ୍ଦୋଳନ ତ ସେଇ ସମୟରେ ଖାନ ଅବଦୁଲ ଗଫର ଖାନ ନାମକ ଜଣେ ବ୍ୟକ୍ତି ଥିଲେ ଯିଏକି କାଁ କରିଛନ୍ ନା ଏହି ଆଇନମାନ୍ୟ ଆନ୍ଦୋଳନର ନେତୃତ୍ୱ ନେଇଛନ୍ ଏବଂ ଆଇନମାନ୍ୟ ଆନ୍ଦୋଳନ ନେତୃତ୍ୱ ନେବା ନିମନ୍ତେ ଖୁଦାଇ ଖିଦମତ ଗାର ବୋଲିକିରି ଗୋଟେ କାଁ ଗଠନ କରିଛନ୍ ନା ଦଳଟେ ଗଠନ କରିଛନ୍ ଗୋଟେ ସୈନ୍ୟବାହିନୀ ଦଳ ଗଠନ କରିଛନ୍ ଯେନ୍ ସୈନ୍ୟବାହିନୀ ଦଳ କାଁ କରବା ନା ନେତୃତ୍ୱ ନେବା କାହାର ନେତୃତ୍ୱ ନେବା ନା ଆଇନ ମାନ୍ୟ ଆନ୍ଦୋଳନ ନେତୃତ୍ୱ ନେବା এই তো খুদাই খিদমত গার কানার পিলে গোটে সংগঠন যেন সংগঠন কি আইন মান্য আন্দোলনকে ত্বরান্বিত গতিরে প্রচার প্রসার করবা নিমন্তে বা বিস্তার করবা নিমন্তে ভূমিকা গ্রহণ করবা আর খুদাই খিদমত গার খান আব্দুল গফর খান দ্বারা গঠিত এবং খান আব্দুল গফর খান কু সীমান্ত গান্ধী বলে বি কুহযায় মনে রাখ সীমান্ত গান্ধী কাহাକୁ କୁହାଯାଏ ରେ କାହାକୁ କୁହାଯାଏ ଭେରି ଗୁଡ ହେଲା ଖାନ ଅବଦୁଲ ଗଫର ଖାଁକୁ ପିଲେ କାଁ ବୋଲି କୁହାଯାଏ ନା ୟାକୁ ସୀମାନ୍ତ ଗାନ୍ଧୀ ବୋଲି କୁହାଯାଏ ହେଲା ତାଙ୍କୁ ସୀମାନ୍ତ ଗାନ୍ଧୀ ବୋଲି କୁହାଯାଏ କାହିଁକି ସୀମାନ୍ତ ଗାନ୍ଧୀ କୁହାଯାଏ ନା ସେ ପିଲେ ଗାନ୍ଧୀବାଦୀ ନେତା ଥିଲେ ଏବଂ ଦୁଇରେ ଉତ୍ତର ପଶ୍ଚିମ ସୀମାନ୍ତରେ ଯେହେତୁ କାର୍ଯ୍ୟ କରୁଥିଲେ ତେଣୁ ତାଙ୍କୁ ଗାନ୍ଧୀବାଦୀ ନେତା ଥିବାର କାରଣରୁ ଏବଂ ସୀମାନ୍ତରେ କାମ କରୁଥିବାର କାରଣରୁ ତାଙ୍କୁ କୁହାଯାଏ ସୀମାନ୍ତ ଗାନ୍ଧୀ ବୋଲିକିରି ତାପରେ ଦେଖ ଯେତେବେଳେ ପିଲେ ଆନ୍ଦୋଳନ ପଳେଇ ଯାଇଛେ ନାଗାଲାଣ୍ଡ କି ତ ନାଗାଲାଣ୍ଡ ରେ କାଁ କରୁଛନ୍ ନାଗାଲାଣ୍ଡ ରେ ନାଗା ମାନଙ୍କର ନେତୃତ୍ୱ ନେଇଛନ୍ ରାଣୀ ଚୌଧୁରୀ ଲିୟୁ ହେଲା ରାଣୀ ଚୌଧୁରୀ ଲିୟୁ ବୋଲିକିରି ଜଣେ ଥିଲେ ପିଲେ ସେ କାଁ କରିଛନ୍ ସେ ନାଗା ମାନଙ୍କର ନେଇକିରି ନେତୃତ୍ୱ ନେଇଛନ୍ আর ତାଙ୍କର ନେତୃତ୍ୱରେ ଅନ୍ୟାନ୍ୟ ମହିଳା ମାନଙ୍କୁ ମଧ୍ୟ ରଖିଛନ୍ ସଂଗଠନ ବନେଇଛନ୍ ଆନ୍ଦୋଳନର ପ୍ରଚାର ପ୍ରସାର କରିବା ନିମନ୍ତେ ଯଦ୍ୱାରା ଯେତେବେଳେ ପୋଲିସ ଜାଣିଛି ବା ଇଂରେଜ ସରକାର ଯେତେବେଳେ ଜାଣିଛି ଯେ ରାଣୀ ଚୌଧୁରୀ ଲିୟୁ ନେତୃତ୍ୱ ନଉଛନ୍ ଆଇନ ମାନ୍ୟ ଆନ୍ଦୋଳନ ବୋଲିକିରି ତାହାଙ୍କୁ କାଁ କରିଛନ୍ ଆସାମର ଜେଲରେ ତାଙ୍କୁ ବନ୍ଦୀ କରିଦେଇଛନ୍ କେତେରୁ କେତେ ମସିହା ପର୍ଯ୍ୟନ୍ତ 1932 ରୁ 1947 ମସିହା ପର୍ଯ୍ୟନ୍ତ ଭାରତ ସ୍ୱାଧୀନ ହେବାର ପର୍ଯ୍ୟନ୍ତ ପିଲେ ବନ୍ଦ କରିଦେଇଛନ୍ ଜେଲ ଭିତରେ ଅର୍ଥାତ କେତେ ବର୍ଷ ହେଲା ରେ ଛୁଏ ଇନର 7 ଆଉ ସେନର 8 7 କେତେ ହେବା 15 ବର୍ଷ 15 ବର୍ଷ ହେଲା ଦୀର୍ଘ 15 ବର୍ଷ ପର୍ଯ୍ୟନ୍ତ ବନ୍ଦୀ କରି ରଖିଦେଇଛନ୍ ରାଣୀ ଚୌଧୁରୀ ଲିୟୁକୁ ହେଲା ଭାବ ରଖିଦେଲା ତମକୁ କେନ୍ ଜାଗାରେ ବୋଇଲେ ତୁମେ ଘିନମିନି ଯିବ କିନ୍ତୁ କେନ୍ତା କେନ୍ତା ପ୍ରକାର ନାରୀ ମାନେ ଥିଲେ ତୁମେ ଅଧିକା ଦେଖ ଅନୁମାନ ଲଗାଇ ଦେଖ ଯେ କି 15 ବର୍ଷ ପର୍ଯ୍ୟନ୍ତ ଗୋଟେ ଜାଗାରେ ହିଁ ସଢି ସଢିକିରି ରହିଛନ୍ ତାପରେ ଆନ୍ଦୋଳନର ଦମନ ଯେତେବେଳେ ଆନ୍ଦୋଳନ ଚତୁର୍ଦିଗରେ ବ୍ୟାପି ଗଲା ତ ସେ ସମୟରେ ଆନ୍ଦୋଳନକେ ଦମନ କରାଗଲା ତୁମେ ମାନେ ସମସ୍ତେ ଦେଖିଥିବ ମନେକର ଆମେ ଯଦି ପିଲେ ଶୁଖିଲା ପତ୍ରରେ କେତେବେଳେ ଗୋଟେ ନିଆଁ ଲଗଉଛା ବୋଇଲେ ସେଟା କେନ୍ତା ଗତିରେ ପିଲେ ଗତି କରୁছে ନିଆଁ ଦ୍ରୁତ ଗତିରେ ଲାଗସି ଦେଖବ ମିଟକା ମାରୁନ ସାର କି କାହିଁକି ନିଆଁ ଲାଗି ଜିତମାନ ଲାଗସି କି ନି ଲାଗସି କି ନି ଲାଗେ ରେ हाँ सर लास्ट ठीक सेंता इने जेन
ଲାଇନ ମାନ ଆନ୍ଦୋଳନ ବି କାହିଁକି ତ ଦ୍ରୁତ ଗତିରେ ଏନ୍ତା ହିସାବରେ ପ୍ରଚାରିତ ପ୍ରସାରିତ ହଉଥିଲା ଯେନ୍ତା କି ଲାଗୁଥିଲା କି ବନାଗ୍ନିର ନିଆଁ ଭଳିଆ ହେଲା। ଆଉ ସବୁଆଡେ ଯେହେତୁ ଫେଲି ଯାଇଛେ ତ ସେଇ ସମୟରେ କାଁ କରିଛନ୍ ନା ଆନ୍ଦୋଳନ କେ ଦମନ କରବା ନିମନ୍ତେ ବା ତାହାକେ କାଁ କରବା ନିମନ୍ତେ ତାହାକେ ବନ୍ଦ କରବା ନିମନ୍ତେ ଦବାଇ ଦବାର ଲାଗି ବିଭିନ୍ନ ପ୍ରକାର ପ୍ରୟାସ ଚଲେଇଛନ୍। ଆଚ୍ଛା ମୁଇଁ ତମକୁ କହିଲି ଅଗ୍ନିର ନିଆଁ ଇଟା କରୁଥିଲି ତମକୁ ବନର ଅଗ୍ନିର କଥା କହୁଥିଲି ଶୁଖିଲା ପତ୍ର ନା ଦ କରି ନାଁ ଲାଗି ଯାସି ତୁମେ ମାନେ ତାପରେ କାଁ କରସ ନିଆଁ ଯେତେବେଳେ ଦ୍ରୁତ ଗତିରେ ଲାଗି ଯାସି ଚାରିଆଡେ ପହରି ଯାଉଥି ସେ ସମୟରେ କାଁ କରସ ତୁମେ ତାକେ ଲିଭାବା ଲାଗି ଚେଷ୍ଟା କରସ କି ନି କରସ ଜହ ଆଡେ ଲାଗିଯିବା ବେଲେ ନିଆଁ। ହଁ ସାର୍ କରୁଛି। ବେଶ ଯେତେବେଳେ ଦ୍ରୁତ ଗତିରେ ସମଗ୍ର ଭାରତୀୟ ସ୍ତରରେ ଯେତେବେଳେ କାଁ ହେଲା ଆନ୍ଦୋଳନ ପହଞ୍ଚି ଯାଇଛି ତ ସେଇ ସମୟରେ କାଁ କରଛନ୍ ଆନ୍ଦୋଳନକୁ ଦବାବାର ଲାଗି ମାନେ ଚେଷ୍ଟା କରିଛନ୍ ହେଲା। ଏମାନେ ଆନ୍ଦୋଳନ କେ ଦବାବାର ଲାଗି ଚେଷ୍ଟା କରିଛନ୍ତି ଯେମିତି ତୁମେ ବନାଗ୍ନିର ମନର ଅଗ୍ନି ଯେନ୍ତା ବଲେ ଫେଲି ଗଲା ବେଲେ ଜହ ଦୂର ପର୍ଯ୍ୟନ୍ତ ବା ନିଆଁ ଲାଗିଯିବା କେନାଡେ ତାହେଲେ ଆମକୁ ଧ୍ୱଂସ କରିଦବା ତ ଗୋଟେ ଭୟ ରଖିକିରି ଯେନ୍ତା ତୁମେ ତାହାକେ ଲିଭାବା ଲାଗି ଚେଷ୍ଟା କରସ ଠିକ ସେନ୍ତା ଏମାନେ ବି କାଁ କରିଛନ୍ ଏମାନେ ବି ଯେତେବେଳେ ଆନ୍ଦୋଳନ ଦ୍ରୁତ ଗତିରେ ଭାରତୀୟର ଚାରି କୋଣରେ ଭାରତ ଦେଶର ଚାରି କୋଣରେ ଯେତେବେଳେ ପହଞ୍ଚି ଯାଇଛେ ତ ସେଇ ସମୟରେ ଭାରତୀୟ ମାନେ ଆମର ଉପରେ ଭୟ ଆମର ଉପରେ ଭାରି ପଡି ପାରନ୍ ଆମକୁ କୌଣସି ପ୍ରକାର କ୍ଷତି ପହଞ୍ଚେଇ ପାରନ୍ ତ ଏହି ଭୟରେ କାଁ କରିଛନ୍ ଏଇ ଭୟରେ ପିଲେ ସେମାନେ ଦମନ କରବାର୍କେ ଲାଗିଛନ୍ ଚାବୁକ ପ୍ରହାର ଗୁଲି ପ୍ରହାର ତାପରେ ଜବାହରଲାଲ ନେହେରୁ ଗାନ୍ଧିଜୀ ସୁଭାଷ ଚନ୍ଦ୍ର ବୋଷ ଯେତେ ବି ବଡ ବଡ ପ୍ରକାର ନେତା ମାନେ ଥିଲେ ସେ ନେତା ଆମକୁ ମାନେ ବନ୍ଦୀ କରିକି ନେଇଯାଇଛନ୍ ହେଲା ଆଉ ଜେଲରେ ନେଇକି ଦେଇଛନ୍। ତାପରେ ପିଲା ସେ ପ୍ରଥମ ଗୋଲ ଟେବୁଲ ବୈଠକ ଯେତେବେଳେ ଦେଖିଲେ ଯେ ଏଇ ଯେ ଆନ୍ଦୋଳନ ହଉଛି ଏଇ ଆନ୍ଦୋଳନ ପ୍ରକୃତିରେ ଆମେ ଚାବୁକ କିମ୍ବା ଗୁଲି ପ୍ରହାର କିମ୍ବା ଜେଲ ଖାନାରେ ଭରିକିରି ଆମେ ତାଙ୍କୁ କାହାନି କରିପାରୁ ଦମନ ନେଇ କରିପାରୁ ତାପରେ ସେଇ ସମୟରେ ବୁଝାମଣା ମାଧ୍ୟମରେ କାଁ କରୁଛନ୍ ନା ଦମନ କରବାର ଲାଗି ଚେଷ୍ଟା କରୁଛନ୍ ଆଉ ସେଥିର୍ଲାଗି ସେମାନେ ଆରମ୍ଭ କଲେ ଗୋଲ ଟେବୁଲ ବୈଠକ ଯେନ୍ଟାକି ରାଉଣ୍ଡ ଟେବୁଲ ବୈଠକ ବୋଲି କୁହାଯାଏସି ମନେ ରଖ ରାଉଣ୍ଡ ବା ଗୋଲ ଟେବୁଲ ବୈଠକ ଯେନ୍ଟା ଅଛି। ଦେଖ ଭଗବାନ ଆମକୁ ପିଲେ ଦି ପ୍ରକାର ଜିନିଷ ଦେଇଛନ୍ ଭଗବାନ ଆମକୁ ଆମର ନୀତିଦିନିଆ ଜୀବନରେ ଚଲବାର ଲାଗି ଦିଟା ଜିନିଷ ଦେଇଛନ୍ ଗୋଟେ ହଉଛି ବୁଦ୍ଧି ଆଉ ଗୋଟେ ହଉଛି ବଳ। ଯଦି ଗୋଟେ ଜିନିଷ ଟେ କାହିଁକି ହଉଛି ବୁଦ୍ଧି ବଳରେ ନି ହଉଛି ତାହେଲେ ସେଟା ବଳ ପୂର୍ବକ ଆସି ଆଉ ଯଦି ବଳ ପୂର୍ବକ ନି ହଉଛି ତାହେଲେ ତାହା ବୁଦ୍ଧି ଘଟେଇକିରି ଆସି ହେଲା। ତ ଠିକ ସେନ୍ତା ମାନେ ଯେତେବେଳେ ବଲ ପୂର୍ବକ ଦମନ ନେଇ କରିପାରିଲେ ତ ସେଇ ସମୟରେ ବୁଦ୍ଧି କେ ଉପଯୋଗ କରିଛନ୍ ଏବଂ ବୁଦ୍ଧି କେ ଉପଯୋଗ କରିକିରି ଗୋଲ ଟେବୁଲ ବୈଠକ ମାଧ୍ୟମରେ ଚିନ୍ତା କରି ବୁଝାମଣା ମାଧ୍ୟମରେ ଆନ୍ଦୋଳନ କେ ଦମନ କରିବେ ଆନ୍ଦୋଳନ କେ ବନ୍ଦ କରିଦେବେ ସେଥି ନିମନ୍ତେ ଚେଷ୍ଟା କରିଛନ୍। ଆଉ 1930 କାଁ କରିଛନ୍ 1930 ମସିହାରେ ଗୋଲ ଟେବୁଲ ବୈଠକ ଆୟୋଜନ କରିଛନ୍ କେନଟା ନା ଲଣ୍ଡନ ଆରମ୍ଭ କରିଛନ୍ ଲଣ୍ଡନ ରେ ଆୟୋଜନ କରିଛନ୍ କିନ୍ତୁ ଦେଖିଲେ ଯେ ଏଇ ଗୋଲଟେବୁଲ ବୈଠକରେ ଯେନ୍ କଂଗ୍ରେସ କର୍ମୀ ମାନେ ଥିଲେ କେହି ବି ଯୋଗ ଦେଲେ କାହିଁକି ଯୋଗ ଦେଲେ ନାହିଁ ଯେତେ ବି କଂଗ୍ରେସ କର୍ମୀ ମାନେ ଥିଲେ ଯେନ୍ ମାନେ କି ଆନ୍ଦୋଳନ କେ ଲିଡିଙ୍ଗ କରୁଛନ୍ ନେତୃତ୍ୱ ନଉଛନ୍ ସେ ଆନ୍ଦୋଳନ କର୍ମୀ ମାନେ ପ୍ରକୃତରେ କାଁ ହେଇଛନ୍ କାରାଗାରରେ ବନ୍ଦୀ ହେଇକିରି ଅଛନ୍ ଜେଲ ଭିତରେ ଭରିକିରି ଅଛନ୍ ଯେନ୍ଟା କି ଇଂରେଜ ସରକାର ନିଜେ ହିଁ ଭରି ଦେଇଛେ କାଁ ହେଲା ନା ପ୍ରଥମ ଗୋଲ ଟେବୁଲ ବୈଠକ ପର୍ଯ୍ୟନ୍ତ କୌଣସି ପ୍ରକାର କଂଗ୍ରେସ ର ପ୍ରତିନିଧି ଏହି ଗୋଲଟେବୁଲ ଯୋଗ ଦେଲେ ନାହିଁ ହେଲା। ତେଣୁ କାଁ ହେଇଛି ନା ତେଣୁ ବୈଠକଟା ବର୍ଜନ ଆଉ ତାହାକେ ଦେଖିକରି ଦ୍ଵିତୀୟ ଗୋଲଟେ ଫୁଲ ବୈଠକ ପରବର୍ତ୍ତୀ ସମୟ ଲକ୍ଷ୍ୟ ରଖିକରି 1931 ମସିହାରେ ହିଁ ସମସ୍ତ ଯେତେ ବି ଥିଲେ ଆନ୍ଦୋଳନକାରୀ ମାନେ ବଡ ବଡ ପ୍ରକାର କଂଗ୍ରେସ କର୍ମୀ ମାନେ ସେ ସମସ୍ତଙ୍କୁ ଇଂରେଜ ସରକାର ଜେଲରୁ ମୁକ୍ତ କରିଦେଇଛେ କେବେ ମୁକ୍ତ କରିଦେଲା କଲା ନା ଦ୍ୱିତୀୟ ଗୋଲ ଟେବୁଲ ବୈଠକରେ ଏଇ ମାନେ ସମସ୍ତେ ଯୋଗ ଦେଇ ପାରବେ ବୋଲି କାଁ କରିଛେ ନା 1931 ଗିରଫ ଯେନ୍ କରିଥିଲା ତାଙ୍କୁ ପିଲେ ଖୁଲାସ କରିଦେଇଛି ତ ପାରବା ହ୍ୟାଲୋ ହ୍ୟାଲୋ ହଁ ସାର୍। ବୁଝି ସାର୍ ହଁ ସାର୍। ନେକ୍ସଟ କ୍ଲାସରେ ପଢମା ଆଜି ତ ସେମିତି ବହୁତ ଜିନିଷ ସେଇଟା ହେଇଗଲା ହଁ ସାର୍। ଏତିକି ପଢି ପ୍ରଥମ ବୈଠକ ତ ପଢିଥାଉ ତାପରେ 2 ନମ୍ବର ଯେନ୍ ଆସବା 2 ନମ୍ବର କ୍ଲାସ ଯେତେବେଳେ କର୍ମା ଗାନ୍ଧୀ ଚୁକ୍ତି ଦ୍ୱିତୀୟ ଗୋଲଟେବୁଲ ବୈଠକ ତୃତୀୟ ଗୋଲଟେବୁଲ ବୈଠକ ଆର ଓଡିଶାରେ ଏହାର ଭୂମିକା କାଣା ଥିଲା ଆଉ ଗୋଟେ କ୍ଲାସ ରେ ସରିଯିବା ହେଲା ଠିକ ଚାଲ।